26 ମାର୍ଚ୍ଚ 2025 ଆଜିର କିଛି ବଡ଼ ଖବର ଦେଖିଦେବା। ବଡ଼ ଭେଟି ଦେଲେ ନରେନ୍ଦ୍ର ମୋଦି। 1 ତାରିଖରୁ କମ୍ ହେବ ପ୍ରମୁଖ ଔଷଧର ଦାମ, କାରଣ 56ଟି ପ୍ରମୁଖ ଔଷଧର ସୀମା ଶୁଳ୍କକୁ ଛାଡ଼ କରିବେ କେନ୍ଦ୍ର ସରକାର, ଯାହାଦ୍ୱାରା 1 ତାରିଖରୁ ଶସ୍ତା ହେବ ମେଡିସିନ ଦାମ ବୋଲି ଖବର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 30 ତାରିଖରେ ନାଗପୁରର ଆର୍ଏସ୍ଏସ୍ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବେ ଏବଂ ଆର୍ଏସ୍ଏସ୍ର ମୁଖ୍ୟ ମୋହନ ଭାଗବତଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ବୋଲି ଖବର ଅଛି। ଲୋକଙ୍କ ପାଇଁ ଖୁସି ଖବର, କମିବ ମୋବାଇଲ ଦାମ, କାରଣ ମୋବାଇଲ ଫୋନରେ ବ୍ୟବହୃତ 28ଟି ସାମଗ୍ରୀ ଉପରୁ ଆମଦାନୀ ଶୁଳ୍କ ହଟାଇଛନ୍ତି କେନ୍ଦ୍ର ସରକାର, ଯାହାଦ୍ୱାରା 1 ତାରିଖରୁ ମୋବାଇଲ ଫୋନରେ ଦାମ କମିବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 30 ତାରିଖରେ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ଦେଶବାସୀଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରିଛନ୍ତି। ଏହି ଏପିସୋଡ୍ ପାଇଁ ଅଧିକରୁ ଅଧିକ ଲୋକଙ୍କୁ ନିଜର ପ୍ରସ୍ତାବ ରଖିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମ ପାଇଁ ଅଧିକରୁ ଅଧିକ ଲୋକ ପ୍ରସ୍ତାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ। ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ କଲେ ବାଚସ୍ପତି। ବିଧାନସଭାରୁ 12 କଂଗ୍ରେସ ବିଧାୟକଙ୍କୁ 7 ଦିନ ପାଇଁ ନିଲମ୍ବିତ କରିଛନ୍ତି ଓଡ଼ିଶା ସରକାର, ଯାହାକୁ ନେଇ ବିଜେଡି ଏବଂ କଂଗ୍ରେସ ବିଜେପି ଉପରେ ବର୍ଷିଥିବାର ଖବର ମିଳିଛି। ଓଡ଼ିଶା କନେଷ୍ଟବଳ ନିଯୁକ୍ତି ପାଇଁ ବୟସ ସୀମା କୋହଳ କଲେ ଓଡ଼ିଶା ହାଇକୋର୍ଟ। ବୟସ ସୀମାକୁ 3 ବର୍ଷ କୋହଳ କରିବା ପାଇଁ ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାର ଖବର ମିଳିଛି। ଜଗା ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର। ଜୁନ 27 ତାରିଖରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସେପଟେ 5 ତାରିଖରେ ବାହୁଡ଼ା ଯାତ୍ରା ଏବଂ 6 ତାରିଖରେ ସୁନାବେଶ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦେଇଛି। ଗଛ ବିକି ମାଲାମାଲ ହେବ ଓଡ଼ିଶା ସରକାର, କାରଣ ରାଜ୍ୟରେ ଅଛି 4539 ରକ୍ତଚନ୍ଦନ ଗଛ। ଏପ୍ରିଲ 9 ତାରିଖରେ ନିଲାମ ହେବ ଏହି ରକ୍ତଚନ୍ଦନ କାଠ। ଏ ନେଇ ବିଧାନସଭାରେ ସୂଚନା ଦେଲେ ପରିବେଶ ମନ୍ତ୍ରୀ ଗଣେଶ୍ୱର ରାମ ସିଂ ଖୁଣ୍ଟିଆ। ବ୍ୟାଙ୍କରୁ ଲୋକ ଟଙ୍କା ଲୋନ୍ ଆଣୁଥିଲେ, ଆସିଲା ବଡ଼ ଖବର। ଆର୍ବିଆଇ ନେଲା ବଡ଼ ନିଷ୍ପତ୍ତି। ଏବେ 50,000 ଟଙ୍କା ପର୍ଯ୍ୟନ୍ତ ଛୋଟ ଲୋନ୍ରେ କିଛି ଅତିରିକ୍ତ ସୁଧ ଟଙ୍କା ଆଦାୟ କରାଯିବନି। ଅର୍ଥାତ୍ ଯଦି ଆପଣ ବ୍ୟାଙ୍କରୁ 50,000 ଟଙ୍କାରୁ କମ୍ ଲୋନ୍ ଆଣୁଛନ୍ତି, ତେବେ ଲୋନ୍ ଉପରେ କିଛି ଅତିରିକ୍ତ ଶୁଳ୍କ ଟଙ୍କା ଦେବାକୁ ପଡ଼ିବନି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ସୂଚନା ମିଳିଛି। ଗତକାଲି ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ହରାଇଲା ପଞ୍ଜାବ କିଙ୍ଗସ୍। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିର୍ଦ୍ଦେଶ ନେଇଥିଲା। ପଞ୍ଜାବ କିଙ୍ଗସ୍ 20 ଓଭରରେ 5 ୱିକେଟ୍ ହରାଇ 243 ରନ୍ କରିଥିଲା ଏବଂ ସେକେଣ୍ଡ ଇନିଂସରେ ଗୁଜରାଟ ଟାଇଟାନ୍ସ 243 ରନ୍ର ପିଛା କରି 20 ଓଭରରେ 5 ୱିକେଟ୍ ହରାଇ କେବଳ 232 ରନ୍ ହିଁ କରିପାରିଥିଲା। ଆଇପିଏଲ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ କେକେଆର ମଧ୍ୟରେ ମ୍ୟାଚ୍ ଅଛି 7:30 PM-ରେ। ଆଜିର ମ୍ୟାଚ୍ରେ କିଏ ଜିତିବ କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଲେଟେଷ୍ଟ ଅପଡେଟେଡ୍ ଭିଡ଼ିଓ ପାଇବା ପାଇଁ।